ଗାଦି ଦାନ କରିବାକୁ ଲାଗିଲେ, ଗାଈ ଦାନ କରିବାକୁ ଲାଗିଲେ। ତ ଯେତେ ଗାଦିକୁ ସେ ଦାନ କରୁଥିଲେ, ତ ଗାଦି ଦାନ କଲା ବେଳେ କଣ ହେଲା, ସେ ଗୋଟେ ବ୍ରାହ୍ମଣକୁ ଗୋଟେ ଗାଦିଟା ଦେଲେ, ଗାଈଟା ଦେଲେ। ତ ସେ ବ୍ରାହ୍ମଣ ଯେତେବେଳେ ସେ ଗାଈଟାକୁ ନେଇକି ଯାଉଛି, ସେ ତାର ଯେମିତି ଜଣ ଜଣକୁ 50ଟା 100ଟା ଏମିତି ଗାଈ ଦାନ କରୁଛନ୍ତି। ତ ସେ ଯେତେବେଳେ ଗାଈଟା ନେଇକି ଯାଉଛି, ସେ ବ୍ରାହ୍ମଣଙ୍କର ଯେତିକି ଗାଈ ଅଛି, ସେ ଗାଈରୁ ଗୋଟେ ଗାଈ ବାହାରିକି ପୁଣି ଥରେ ଯୋଉ ଅଲରେଡି ଦିଆ ହେଇଛି ଗାଈ, ସେ ଗାଈ ମାନଙ୍କ ସହିତ ମିଶିଗଲା। ତ ସେଇ ଗାଈଟା କଣ ହେଲା, ପୁଣି ଯେତେବେଳେ ମିଶିଗଲା, ସେଇ ଗାଈଟାକୁ ରାଜା ଆଉ ଜଣେ ବ୍ରାହ୍ମଣକୁ ଦେଇଦେଲେ। ଯେହେତୁ ସେ ତାଙ୍କର ଝୁଣ୍ଡରୁ ବାହାରିକି ପଳେଇ ଆସିଲା, ସେଇ ଗାଈଟାକୁ ରାଜା ଆଉ ଗୋଟେ ବ୍ରାହ୍ମଣକୁ ଦେଇଦେଲେ। ତ ଯେତେବେଳେ ରାଜା ଆଉ ଗୋଟେ ବ୍ରାହ୍ମଣକୁ ଦେଇଦେଲେ, ସେ ଯୋଉ ପୂର୍ବରେ ଯୋଉ ବ୍ରାହ୍ମଣଟା ଦେଇଥିଲା, ସେ କଣ ହେଲା, ସେ ଦୁଃଖ ପ୍ରକାଶ କଲା, କହିଲା ନାଇଁ ମୋର ଗାଈ ମତେ ଦରକାର। ତ ଯେତେବେଳେ ଏହାକୁ ମଙ୍ଗା ହେଲା ଆର ବ୍ରାହ୍ମଣକୁ, ସେ କହିଲା ନା ମତେ ତ ରାଜା ଏଇଟା ଦେଇଛନ୍ତି, ମୁଁ ଦେବି। ତାହେଲେ ରାଜା ତାକୁ କହିଲେ ସେଟା ତାର ପରା ଗାଈ, ତୁ ତାକୁ ଦେଇଦେ, ମୁଁ ତା ବଦଳରେ ତୋତେ 100ଟା 1000ଟା ଗାଈ ଅଧିକା ଦେବି। ତାହେଲେ ବି ସେ ମାନିଲାନି। ଦେଖନ୍ତୁ, ପୁଣ୍ୟ କାମ କରୁଛନ୍ତି, ଭଲ କାମ କରୁଛନ୍ତି, କିନ୍ତୁ ଭଲ କାମ କରିବାରେ ଯଦି କିଛି ଭୁଲ ହେଇଯିବ, ତାର ରିଏକ୍ସନ କେମିତି ଆସିବ। ତ ସେଥିପାଇଁ ସେ ଯେତେବେଳେ ଦେଖିଲେ, ଲାଷ୍ଟରେ କଣ ହେଲା, ଦିଟା ଯାକ ବ୍ରାହ୍ମଣ ମାନେ ଦୁଃଖ ପ୍ରକାଶ କଲେ ଆଉ ରାଜାକୁ ଶ୍ରାପ ଦେଇଦେଲେ। କଣ କି ତୁ ଜଣେ ମାନେ ନିମ୍ନ ଯୋନିରେ ଜନ୍ମ ହବ। ଆଉ ସେ ନୃଗ ରାଜା ନେକ୍ସଟ ଜନ୍ମରେ ଗୋଟେ ଝିଟପିଟି ହେଇକି ଜନ୍ମ ନେଲା। କିନ୍ତୁ ଦେଖନ୍ତୁ, ଏତେ ପୁଣ୍ୟ କଲା, ଏତେ ହଜାର ହଜାର ଗାଈ ଦାନ କଲା, ଛୋଟ ମୋଟ ସେଟା ବି ଭୁଲ ନିଜେ କଲାନି, ମାନେ ଦେବବଶତଃ ସେ ଭୁଲଟା ହେଇଗଲା, ସେଥିପାଇଁ ତାକୁ ଗୋଟେ ଝିଟପିଟି ଶରୀର ମିଳିଲା। କିନ୍ତୁ ଯେହେତୁ ସେ ଗୋଟେ ଭଗବାନଙ୍କର ମନ୍ଦିରରେ ଗୋଟେ ଡୋନେସନ ଦେଇଥିଲା, ଯୋଉଟା ହଉଛି ଭକ୍ତି, ସେଟା ପୁଣ୍ୟ ନୁହଁ। ପୁଣ୍ୟକୁ ଭଗବାନ ସହିତ ଯୋଡି ଦେଲେ ସେଟା ଭକ୍ତି ବଣିବ। ଆମେ ଖାଇବାକୁ ବହୁତ ଦେବା ଲୋକମାନଙ୍କୁ, ସେଟା ହଉଛି ପୁଣ୍ୟ, କିନ୍ତୁ ଖାଇବାକୁ ପ୍ରସାଦ ଦେଲେ ସେଟା ହଉଛି ଭକ୍ତି। ତ ଯେତେବେଳେ ସେ ଯେହେତୁ ସେ ଭକ୍ତି ଦେଇଥିଲେ, ସେଥିପାଇଁ କଣ ହେଲା, ସେ ଝିଟପିଟି ଶରୀର କୋଉଠି ଜନ୍ମ ପାଇଲେ, ସେ ଦ୍ୱାରିକାରେ ଜନ୍ମ ପାଇଲେ। ଏଇଟା ହଉଛି ଭଗବାନଙ୍କର ଭକ୍ତିର ମହାତ୍ମ। ସୁଚିତାମ ଶ୍ରୀମତାମ ଗେହେ ଯୋଗ ନଷ୍ଟ ପରନ୍ତପ। ଭଗବାନ କହୁଛନ୍ତି ଭକ୍ତିରେ କିଛି ଲସ୍ ନାହିଁ। ନେହା ବିକ୍ରମ ନାଶୋସ୍ତି ପ୍ରତ୍ୟାବାହ ନ ବିଦ୍ୟତେ ସ୍ୱଳ୍ପପି ଅସ୍ୟ ଧର୍ମସ୍ୟ ତ୍ରାୟତୋ ମହତୋ ଭୟାତ୍। ଛୋଟ ମୋଟ ସେବା କିଏ କରିଥିଲେ, ତାକୁ ଭଗବାନ ବଡ ବଡ ବିପଦ ରକ୍ଷା କରନ୍ତି। ତ ସେ ନୃଗ ମହାରାଜ ଯେତେବେଳେ ଝିଟପିଟି ଶରୀର ପାଇଲେ, ଆଉ ଥରେ ଯେତେବେଳେ କୃଷ୍ଣଙ୍କର ସାଙ୍ଗମାନେ ଦ୍ୱାରିକାରେ ଖେଳୁଥିଲେ, ଆଉ ସେ ଯେତେବେଳେ ଦେଖିଲେ ଗୋଟେ କୁଆଁରେ ଗୋଟେ ବଡ ଝିଟପିଟିଟା ପଡିଛି, ତାକୁ ସେମାନେ ଯେତେବେଳେ ବାହାରକୁ ଆସିଲେ, ଆଉ କୃଷ୍ଣ ସେ ଝିଟପିଟିଙ୍କ ଉପରେ ଯେତେବେଳେ ତାଙ୍କର ଚରଣ କମଳଟା ରଖିଦେଲେ, ସେ ଝିଟପିଟି ପୁଣି ଥରେ ମହାରାଜ ନୃଗଙ୍କର ଶରୀର ପ୍ରାପ୍ତ ଭଗବାନଙ୍କୁ ସ୍ତୁତି କଲା, ଭଗବାନ ପାଖକୁ ଫେରିଗଲା। ତ ଦେଖନ୍ତୁ, ପୁଣ୍ୟ କଲେ ତାଙ୍କର କେତିକି ଗତି ହେଲା, କିନ୍ତୁ ଭକ୍ତି କରିବା ଯୋଗୁଁ ତାଙ୍କର କେତି ବଳ ହେଲା। ତ ସେଥିପାଇଁ ଭକ୍ତି ଓ ପୁଣ୍ୟରେ ଫରକ ଅଛି। ତ ସେଥିପାଇଁ ଆମେ ଟିକେ ଆଜି ସେମିତି ଆଉ ଗୋଟେ ଚରିତ୍ର ଅଛି, ଭରତ ମହାରାଜଙ୍କର ଚରିତ୍ର। ଭରତ ମହାରାଜ ଯାହାଙ୍କ ନାମରେ ଆଜି ଆମର ଦେଶର ନାଁ ହେଇଛି ଭାରତ। ମହାରାଜ ଋଷଭଦେବଙ୍କର 100 ପୁତ୍ର ଥିଲେ, ତାଙ୍କଠାରୁ ସବୁଠାରୁ ଜ୍ୟେଷ୍ଠ ପୁତ୍ର ଥିଲେ ଭରତ ମହାରାଜ। ଆଉ ସେ ଭରତ ମହାରାଜ ଭଗବାନଙ୍କର ଅନନ୍ୟ ଭକ୍ତ ଥିଲେ। ଭାବ ଷ୍ଟେଜକୁ ଯାଇଥିଲେ, ଭାବ ମାନେ ନିୟତି ଭାବ ଷ୍ଟେଜକୁ ସେ ପହଞ୍ଚି ଯାଇଥିଲେ। ସେ ତାଙ୍କର ରାଜ କର୍ମ ସବୁ କିଛି କଲା ପରେ ତାଙ୍କର ଘର ପତ୍ନୀ ସମସ୍ତଙ୍କୁ ଛାଡିକି ଜଙ୍ଗଲରେ ଯାଇକି ଭଗବାନଙ୍କର ଭକ୍ତି କରୁଥିଲେ। ସେ ଗୋଟେ ଫୁଲ ଆଶ୍ରମକୁ ଯାଇକି ସେ ଭକ୍ତି କରୁଥିଲେ। ତ ସେଇଠି ଏଇଟା ଗୋଟେ ଶ୍ଲୋକରେ ଆମେ କିଛି କିଛି ଶ୍ଲୋକ ପଢିବା, ଯୋଉଥିରେ ପ୍ରଭୁପାଦଙ୍କ ତାତ୍ପର୍ଯ୍ୟ ଅଛି, ଆଉ ସେଇଟା ଆମେ ବୁଝିବାକୁ ଚେଷ୍ଟା କରିବା କିଛି କିଛି। ତ କଣ କଲେ, ସେ ଫୁଲ ଆଶ୍ରମକୁ ଗଲେ। ତ ଏଠି ପ୍ରଭୁପାଦ ଲେଖୁଛନ୍ତି, ସେଇ ଫୁଲ ଆଶ୍ରମ ଉପବନରେ ମହାରାଜ ଭରତ ଏକାକୀ ରହି ବିବିଧ କୁସୁମ କିଶଲେ ତୁଳସୀ ଜଳ କନ୍ଧମୂଳ ଫଳ ପ୍ରଭୃତି ବିବିଧ ନୈବେଦ୍ୟ ଦ୍ୱାରା ଭଗବାନ ବାସୁଦେବଙ୍କର ଅର୍ଚ୍ଚନା କରିବାକୁ ଲାଗିଲେ। ତାହେଲେ ସେ ଫୁଲ ଆଶ୍ରମରେ ଭଗବାନଙ୍କୁ ଇଏ କଲେ। ତଦ୍ୱାରା ତାହାଙ୍କର ଚିତ୍ତ ଶୁଦ୍ଧ ଏବଂ ବିଷୟାବିବାସ ବିଦୂରିତ ହେବାରୁ ସେ ସମଗୁଣ ଅବଲମ୍ବନ ପୂର୍ବକ ପ୍ରୀତି ଲକ୍ଷଣ ପରାଭକ୍ତି ଓ ସନ୍ତୋଷ ଲାଭ କଲେ। ତେଣୁ ଆମେ ସମସ୍ତେ ଜୀବନରେ କଣ ଚାହୁଁଛେ, ଶାନ୍ତି ଚାହୁଁଛେ। ପ୍ରଭୁପାଦ ଲେଖୁଛନ୍ତି, ପ୍ରତ୍ୟେକ ବ୍ୟକ୍ତି ମାନସିକ ଶାନ୍ତି ଚାହାନ୍ତି। ବ୍ୟକ୍ତି ସମ୍ପୂର୍ଣ୍ଣ ରୂପରେ ଭୌତିକ ଇନ୍ଦ୍ରିୟ ଉପଭୋଗ କାମନାରୁ ମୁକ୍ତ ହେଇ ଭଗବାନଙ୍କର ସେବାରେ ନିଯୁକ୍ତ ହେଇଗଲେ ନିଶ୍ଚିତ ଭାବେ ଶାନ୍ତି ମିଳିବ। ଯେ ପର୍ଯ୍ୟନ୍ତ ଆମର ଭୌତିକ ଇଚ୍ଛା ଥିବ, ଆମେ ଜଳ ଜଗତରେ ଶାନ୍ତି ପାଇପାରିବା। ଭୌତିକ ଇଚ୍ଛାକୁ ଆଧ୍ୟାତ୍ମିକ ଇଚ୍ଛାରେ କନଭର୍ଟ କରିବାକୁ ପଡିବ, ନହେଲେ ଭୌତିକ ଇଚ୍ଛାକୁ ତ୍ୟାଗ କରିବାକୁ ପଡିବ।
ताले जाके शांति पाई परिबा। श्रीमद् भगवत गीता रे कहै पत्रम पुष्पम फलम तेयम यो में भक्त्या प्रयच्छति। भगवत आराधना विशेष किछि खर्च बहुल नुह। देखो भगवान को आराधना बेसी किछि खर्च नुह। आपण बाहर किछि करिवे छोट रु छोट यज्ञ की गोटे पूजा करिवे केते कष्ट केते पैसा लागिवो, किंतु गोलोकेर प्रेम धन हरि नाम संकीर्तन। किंतु भगवान चैतन्य महाप्रभु गोलोकरु हरि नाम लेके आछंती जोटा कि माने प्रेम धन, किंतु रति ना जन्मी लके नता। किंतु आमे जोटा कि फ्री रे बाटुछंती टंका के दरकार नै, श्रद्धा मूल्य हरि नाम। केवल श्रद्धा मूल्य रे चैतन्य महाप्रभु निजे भगवान आसी कि हरे कृष्ण मंत्र बाटुछंती। पूर्वरे मंत्र को सार्वजनिक भाव दिया जाउ नथिला। पूर्वरे मंत्र को तांकर गुरु माने शिष्य माने को तांको कानर मंत्रटा दउथिले। किंतु चैतन्य महाप्रभु ता पूर्वरु रामानुजाचार्य भी समिति करथिले। से आसी कि कोन ओपनली सब आजे ए हरे कृष्ण महामंत्र को देबा को लागिले। से कहले हरे कृष्ण महामंत्र फ्री रे बाटिके। किंतु आमे भाबुचे कोन एटा हरे कृष्ण महामंत्र किछि भेलु नै। ए यज्ञ कर्म पूजा विधि पूजा अर्चना ए सब विधि बहुत अच्छी, किंतु हरे कृष्ण महामंत्र बसी की जप करवा अधा घंटा भगवान कथा शुणा भगवान स्वाध्याय करवा भगवत गीता भागवतम या ऊपर आमर बेसी रुचि आसुने। से लोक तो जे पर्यंत से भक्ति कामना पोषण करिथिबो से पर्यंत से सुख बा शांति पाई पारिबो नाही। जे पर्यंत आमर एटा थिबो से कोन करिवो माने एटा से भक्ति कामना जे पर्यंत आमर अछि आमे एठी किछि सुख बा शांति पाई पारिबा। तो से कोन कले भरत महाराज से जंगल रे कि भगवान को बहुत सेवा करुथले। तो से सेतले कोन हला जणे थरे जेतले से पूजा करुथले सेही समय रे गोटे हरिण नै माने लेडी हरिण स्त्री हरिण से जे कि गर्भवती थिले से सेठी गोटे जो पोखरी रे पानी पीबा को आसिले। आ से पानी पिउथिले, किंतु से पानी पिला परे से पाखरे गोटे बाघटे आसिला। आ से बाघ जोर से साउंड करला तांकु खाइबा पई। तो एटा सुनी कि से जो बाघुणी माने से हरिणटा बहुत डरी गला। आ से डरीबा को से दौड़ी की भागीबा को चेष्टा करला। तो से जते बेले दौड़ी की भागीबा को जाइला से तार गर्भ रे जो माने संतानटा थिला से प्रसव हो गेला से पानी रे। आ ये हरिणटा जाई जे आगो को जाई कि पूरा थकी हारी कि से हरिणर मृत्यु हो गेला। तो एटा के देखिले भरत महाराज देखिले। तो भरत महाराज जते देखिले कि हरिणटा मरि गेला आ गोटे छोट छुआटो अछि से तांकर छोट छुआ परे तांकर बहुत माने ये सिंपैथी आसिला। आ सिंपैथी आसी कि से कोन गले से छोट छुआ को नै कि तांको आश्रम को नै आसिले। आ धीरे धीरे से छोट हरिण छुआर लालन पोषण सब परिवा को से धीरे धीरे लागिले। लेखा होची महाराज भरत नदी तीर रे बसी मातृहरा हरिण सापटकू जल स्रोत रे भासी जाउथबा देखिले। से देखि ताहांकर हृदय रे करुणार संचार हैला। से बंधु बोली एही मृग शिशु को श्रोत्ररु उन्मोचन कले एवं ताहाको मातृभरा जानी निज आश्रम को नहीं आसिले। देखो आमे भी केते बेले आमे काको देखिलु आमे बहुत करुणा पड़े आसी, किंतु हमको जानिबा दरकार प्रकृत करुणाटा कोन, प्रकृत साहाय्य केमिति करा जाए। कृपन पर हेलो अरे শুনুছো আর ওটাই চলবে ক্লাস আছে
ହଉ। ଆରେ ମୁଁ ଅଛି ହେଲା ସାମ୍ନାରେ ବଦେଇଦେଲେ। ବାସ୍ ପୁଣି ଆଉ କିଛି ପିଲା ଆସିଲେ, ସେମାନେ ଦେଖିଲେ କି କଣ କି ଇଏ ଓକେ ମାନେ ସେ ତାପରେ ବି କାନ୍ଦୁଛି, କହିଲେ ୟାକୁ ଭୋକ ଲାଗୁଛି, କିଛି ଖାଇବାକୁ ଆଣିକି ବଦେଇଦେଲେ। କିନ୍ତୁ ଆଉ ଗୋଟେ ଭକ୍ତ ଲୋକ ଯାଉଥିଲା, ସେ ଦେଖିଲା ଆରେ କାହିଁକି କାନ୍ଦୁଛି, ଖେଳନା ଦିଆ ହେଲା ତାପରେ କାନ୍ଦୁଛି, ମାନେ ଖାଇବା ଦିଆଗଲା କାନ୍ଦୁଛି। ତାହେଲେ ସେ ଚିନ୍ତା କଲା ଏହାର କାନ୍ଦିବାର ମୂଲ୍ୟ କାରଣ ହେଲା ସେ ତାର ମା ବାପାଙ୍କ ଦେଖିଛି ଠାରୁ କଣ ବିଚ୍ୟୁତ 4-5 ହେଇଯାଇଛି। ଭିତରେ ଦେଖିଛି ତ ସେ ଭକ୍ତ କଣ କଲା, ତାକୁ ତା ମା ବାପା ପାଖକୁ ନେଇକି ଗଲା। ଏଇଟା ହଉଛି ପ୍ରକୃତ ହେଲ୍ପ। ସେମିତି ଗୋଟେ ଆତ୍ମା, ଆମେ ଆତ୍ମା ଭଗବାନ ଠାରୁ ବିଚ୍ୟୁତ ହେଇକି ଏ ଜଡ ଜଗତରେ ବହୁତ କଷ୍ଟରେ ଅଛି। ଦୁଃଖାଳୟ ଶାଶ୍ୱତ, ଭଗବାନ କହୁଛନ୍ତି ଏ ଜଡ ଜଗତଟା ହଉଛି ଦୁଃଖାଳୟ, ତା ସହିତ ଅଶାଶ୍ୱତ, ଟେମ୍ପୋରାରୀ। ତ ଏଇ ଦୁଃଖ କଷ୍ଟ ଜଗତରେ ଜଣକୁ ହେଲ୍ପ କରିବା ମାନେ ତାକୁ ଭଗବାନ ସହିତ ଯୋଡି ଦେବା ଦରକାର। ତ ସେମିତି ସେ ଲେଖୁଛନ୍ତି ଏଇଠି କି ଭରତ ମହାରାଜ ଜଣେ ବହୁତ ଶୁଦ୍ଧ ଭକ୍ତ ଥିଲେ, ଭାବର ଷ୍ଟେଜ ପର୍ଯ୍ୟନ୍ତ ଯାଇଥିଲେ, କିନ୍ତୁ ଗୋଟେ ହରିଣ ଛୁଆ ପ୍ରତି ଆସକ୍ତି ହେଇଯିବାରୁ ତାଙ୍କର ପତନ ହେଇଗଲା, ଫଲ୍ ଡାଉନ୍ ହେଇଗଲା। ତ ସେଠି ପ୍ରଭୁପାଦ ଏଠି ଲେଖୁଛନ୍ତି, ଆମେ ବହୁତ ସୁନ୍ଦର ଭାବରେ ସମସ୍ତେ ଶୁଣିବେ, ବଡ ସାବଧାନତା ସହକାରେ ମୁକ୍ତି ଭବବନ୍ଧନରୁ ମୁକ୍ତି ପଥରେ ଚାଲିବାକୁ ହୁଏ, ନଚେତ ସାମାନ୍ୟ ଅସାବଧାନତା ବ୍ୟକ୍ତି ପୁଣି ଭୌତିକ ସ୍ଥିତିରେ ପତନ କରାଇଦେବ। ଭରତ ମହାରାଜଙ୍କର କ୍ରିୟାକଳାପ ଅନୁଧ୍ୟାନ କରି ଆମ୍ଭେମାନେ ଏହି କଥା ଶିକ୍ଷା କରିପାରିବା କିପରି ସମ୍ପୂର୍ଣ୍ଣ ରୂପେ ଭୌତିକ ଆସକ୍ତିରୁ ମୁକ୍ତ ହେବାକୁ ପଡିବ। ପରବର୍ତ୍ତୀ ଶ୍ଲୋକ ମାନଙ୍କରୁ ଏ କଥା ଆମେ ଜାଣିପାରିବା ଯେ ହରିଣ ଶିଶୁ ପ୍ରତି ଖୁବ ଆସକ୍ତି ହେଇ ପଡିଯିବା ଯୋଗୁ କିପରି ଭରତ ମହାରାଜ ମୃଗ ଶରୀର ଲାଭ କଲେ। ସେ ଯୋଉ ଭରତ ମହାରାଜ ସେ ଛୋଟ ପିଲାକୁ ସବୁବେଳେ ଚିନ୍ତା କଲେ, ସେ ତାର ଆଡେ ସେ ଖାଉଛି କି ନାହିଁ, ଶୋଉଛି କି ନାହିଁ, ସେ କୁଆଡେ ଯାଇଥିଲେ ଚିନ୍ତା କରିବେ, ବାଇଚାନ୍ସ କି ଭାଲୁ ପଳେଇ ଆସିବ କି, ବାଇଚାନ୍ସ ବାଘ ପଳେଇ ଆସିବ କି, ବାଇଚାନ୍ସ କି କୁକୁର ଆସିକି ତାକୁ ଖାଇଦେବ କି। ଏମିତି କରିକି 24 ଘଣ୍ଟା ତା ବିଷୟରେ ଧୀରେ ଧୀରେ ତାଙ୍କର ଆସକ୍ତିଟା ବଢିବାକୁ ଲାଗିଲା। କିନ୍ତୁ ଏଇ ସବୁ ଆସକ୍ତି ବଢିଯିବାରୁ ସେ ମୃତ୍ୟୁ ସମୟରେ କଣ କଲେ, ସେ ମୃଗ ଚିନ୍ତା କଲେ, ହରିଣ ଚିନ୍ତା କଲେ, ତାଙ୍କୁ ଗୋଟେ ହରିଣ ଶରୀର ପ୍ରାପ୍ତ ହେଇଗଲା। ଦେଖନ୍ତୁ କେତେ ମାନେ ପ୍ରଭୁପାଦ ଲେଖିଛନ୍ତି, ସେଥିରେ ବଡ ସାବଧାନତା ସହିତ, ମାନେ ବହୁତ କେୟାରଫୁଲ ହେଇକି ଆମକୁ ଭଗବାନଙ୍କର ଭକ୍ତି କରିବାକୁ ପଡିବ। ଯଦି ଆମେ କେୟାରଫୁଲ ନ ହେବା ତାହେଲେ କଣ ହବ, ଆମେ କେତେବେଳେ ବି ଏଇ ଜଡ ଜଗତରେ ପୁଣି ଥରେ ଆମର ଫଲ୍ ଡାଉନ୍ ହେଇଯିବ। ତାପରେ ଶ୍ଲୋକରେ କହୁଛନ୍ତି କେମିତି ଭରତ ମହାରାଜଙ୍କ ପ୍ରତି ତାଙ୍କର ପ୍ରତି ପ୍ରୀତି ସମ୍ପାଦନ ହେଲା, ସେ ତାଙ୍କୁ ମଝିରେ କିସ୍ କରିବାକୁ ଆରମ୍ଭ କଲେ, ଚୁମ୍ବନ ଦ୍ଵାରା ଲାଲନ ପ୍ରବୃତ୍ତି ବ୍ୟାପାରରେ ଆସକ୍ତ ହେଇ ପଡିଲେ। ତଦ୍ୱାରା ତାଙ୍କର ନିଜର ସାନାଦି ନିୟମ ଅହିଂସାଦି ଆଚରଣ ତତ୍ ସହିତ ଭଗବତ ପରିଚାରିତ କୃତ ପ୍ରତିଦିନ ଭ୍ରଷ୍ଟ ହେବାର କିଛି ଦିନ ମଧ୍ୟରେ ସମସ୍ତ ଧର୍ମାଚରଣ ସମ୍ପୂର୍ଣ୍ଣ ବନ୍ଦ ହେଇଗଲା। ଧୀରେ ଧୀରେ ଯେମିତି ଏଇପଟି ମୃଗ ପ୍ରତି ଯେମିତି ଆସକ୍ତିଟା ଧୀରେ ଧୀରେ ବଢିବାକୁ ଲାଗିଲା, ଭଗବାନଙ୍କ ପ୍ରତି ଆସକ୍ତିଟା ଧୀରେ ଧୀରେ କମିବାକୁ ଲାଗିଲା, ଧୀରେ ଧୀରେ ବନ୍ଦ ହେଇଗଲା। ସେଥିପାଇଁ କୁହାଯାଇଛି ମାନେ ସେନ୍ସ ଗ୍ରାଟିଫିକେସନ ଏଣ୍ଡ କୃଷ୍ଣ କନସିୟସନେସ ଗୋ ଇନ୍ ଟୁଗେଦର। ଭୌତିକ ଇଚ୍ଛା ଆଉ ଭଗବାନଙ୍କର ଭକ୍ତି ଦିଟା ମୁଁ କରିବି, ସେଇଟା ଚଳିବନି। କିଏ କହିବ ମୋର ବହୁତ ଭୌତିକ ଇଚ୍ଛା ଅଛି, ତା ସହିତ ମୁଁ ବହୁତ ବଡ ଭକ୍ତ ବି, ସେଇଟା ହେଇପାରିବନି। ଭକ୍ତି ପରେଶାନ ହବ, ବିରକ୍ତି ଅନ୍ୟତ୍ର। ଜଣେ ଯଦି ଭକ୍ତି କରିବ ଭୌତିକ ଇଚ୍ଛା କମିବ। ସେଥିପାଇଁ ପ୍ରଭୁପାଦ କହନ୍ତି କି ଆପଣ ଭକ୍ତିରେ କେତେ ବଢୁଛନ୍ତି ଆପଣ ନିଜେ ଜାଣିପାରିବେ। ଟେଷ୍ଟ, ନିଜକୁ ଟେଷ୍ଟ ନିଜେ କରିପାରେ, କେମିତି ମୋର ଭୌତିକ ଇଚ୍ଛା କେତେ କମୁଛି କି ବଢୁଛି। ଯଦି ବଢୁଛି ତାମାନେ ମୋର ଭକ୍ତି ହଉନି, ମୁଁ ରଙ୍ଗ ଡାଇରେକ୍ସନରେ ଯାଉଛି। আর ମୋର ଭୌତିକ ଇଚ୍ଛା ଯଦି କମୁଛି, ମତେ ଭୌତିକ ଇଚ୍ଛା ଜଡ ଜଗତ ପ୍ରତି ଏତେ ଆନନ୍ଦ ଲାଗୁନି, ଏଇ ସବୁ ଜିନିଷ ବିରକ୍ତ ଲାଗୁଛି, ତାହେଲେ ମୁଁ ଭକ୍ତିରେ ଅଗ୍ରଗତି କରୁଛି। ସେଇଥିରେ ପ୍ରଭୁପାଦ ଲେଖୁଛନ୍ତି ଏଥିରୁ ଆମେ ମାନେ ଜାଣିପାରିବା କିପରି ଆମ ମାନଙ୍କୁ ଆମର ସାଧନ ଭଜନରେ ସାବଧାନ ହେବାକୁ ପଡିବ। ସାଧନ ବିଧିରେ ନିଷ୍ଠାର ସହିତ ପାଳନ କରି ନିୟମିତ ହରେ କୃଷ୍ଣ ମନ୍ତ୍ର ଜପ କରିବାକୁ ପଡିବ। ଯଦି ଆମେ ମାନେ ଏଥିରେ ଅବହେଳା ପ୍ରଦର୍ଶନ କରୁ ତାହେଲେ କାଲକ୍ରମେ ଆମେ ମାନଙ୍କର ପତନ ହେବ।
ଦେଖନ୍ତୁ ନିୟମିତ ଭାବରେ ଡେଲି ହରେ କୃଷ୍ଣ ମହାମନ୍ତ୍ର ଜପ କରିବାକୁ ପଡିବ। ଆମେ ଭାବିବା ନା ମୁଁ ଆଜି କରୁଛି କାଲି କରିବିନି, ଚୁପ ରହ ନା। ଇଏ କରୁଛି ମାନେ ସବୁବେଳେ ଶାନ୍ତିରେ ମାନେ ହରେ କୃଷ୍ଣ ମନ୍ତ୍ର ସବୁଦିନ ପ୍ରତିଦିନ ଜପ କରିବାକୁ ପଡିବ। ଆଜି ଗୋଟେ ଦିନ ଜପ କଲି କାଲି କରିବିନି, ପୁଣି ଗୋଟେ ମାସ କଲି ପୁଣି କରିବିନି। ମୋର ଇଚ୍ଛାରେ ଜପ କରିବି ନ କରିବି ଏଇଟା ଇମ୍ପୋର୍ଟାଣ୍ଟ ନୁହେଁ। ଭଗବାନଙ୍କର ଇଚ୍ଛା, ଭଗବାନ ମୁଁ ଜପ କଲେ ଭଗବାନ ଖୁସି ହେବେ। ମତେ ଭଲ ଲାଗୁ ବା ନ ଲାଗୁ ମୁଁ ଜପ କରିବି। କାହିଁକି ଜପ କଲେ ଭଗବାନ କହୁଛନ୍ତି କଳି ଯୁଗରେ ଯୁଗ ଧର୍ମ ହଉଛି ହରେ କୃଷ୍ଣ ମହାମନ୍ତ୍ର ଜପ କରିବା। ତାହେଲେ ମୁଁ ଯଦି ଜପ କରିବି ଭଗବାନ ମୋ ଉପରେ ଖୁସି ହେବେ। ଆପଣ ନିଜେ କିଛି ଆପଣଙ୍କ ନିଜର ଇଚ୍ଛାରେ କିଛି କାମ କରନ୍ତୁ, ଆଉ ସେଇଟା ସକ୍ସେସ ପାଇଲେ ଆପଣଙ୍କୁ ଯେତିକି ଖୁସି ନ ଲାଗିବ, ଯେତେବେଳେ ଆପଣଙ୍କର ବଡ ବାପା ମା କାହାର କଥା ମାନିବେ ଆଉ ସେମାନେ ଆପଣଙ୍କର କଥା ମାନିଲେ ସେମାନେ ଆପଣଙ୍କ ଉପରେ ଖୁସି ହେଲେ ଆପଣଙ୍କୁ ଅଧିକ ଖୁସି ଲାଗିବ। ସେଥିପାଇଁ ଆମେ ଜପ କରିକି ମତେ ଭଲ ଲାଗୁଛି ବୋଲି ଜପ କରିବି, ମତେ ଭଲ ଲାଗୁନି ବୋଲି ଜପ କରିବିନି, ଏଇଥିରେ ଯେତେ ଆନନ୍ଦ ନ ଲାଗିବ ଆମେ ମାନେ ଏଇ ପ୍ରିନ୍ସିପଲରେ ଯଦି ଜପ କରିବା କି ଜପ ଭଲ ଲାଗୁ ବା ନ ଲାଗୁ ଭଗବାନ କହୁଛନ୍ତି ମୁଁ ଯଦି ଜପ କରିବି ଭଗବାନ ଖୁସି ହେବେ। ଏଇ ଚିନ୍ତାଧାରା ରହିଲେ ଆମକୁ ଜପରେ ବହୁତ ଆନନ୍ଦ ଲାଗିବ। ଏବେ କହୁଛି ଯଦି ଆମେ ମାନେ ଏଥିରେ ଅବହେଳା ପ୍ରଦର୍ଶନ କରୁ ତାହେଲେ କାଲକ୍ରମେ ଆମ ମାନଙ୍କର ପତନ ହେବ। ଆମ ମାନଙ୍କୁ ପ୍ରତ୍ୟୁଷରୁ ଶଯ୍ୟା ତ୍ୟାଗ କରି ସ୍ନାନ କରିବାକୁ ପଡିବ। ଦେଖନ୍ତୁ ସକାଳୁ ସକାଳୁ ସ୍ନାନ କରିବାକୁ ପଡିବ ଏବଂ ମଙ୍ଗଳ ଆରତିରେ ଯୋଗ ଦେବାକୁ ପଡିବ। ଯଦି ଯୋଉମାନଙ୍କର ସୁବିଧା ଅଛି ସକାଳେ ମଙ୍ଗଳ ଆରତିରେ ଯୋଗ ଦେବା ଦରକାର। ବିଗ୍ରହ ଆରାଧନା କରିବାକୁ ପଡିବ। ସବୁଦିନ ଭଗବାନଙ୍କର ବିଗ୍ରହକୁ ପ୍ରାର୍ଥନା କରିବାକୁ ପଡିବ। ହରେ କୃଷ୍ଣ ମନ୍ତ୍ର ଜପ କୀର୍ତ୍ତନ କରିବାକୁ ପଡିବ। ବେଦ ଅଧ୍ୟୟନ କରିବାକୁ ପଡିବେ ଏବଂ ଆଚାର୍ଯ୍ୟ ବା ଗୁରୁଙ୍କର ନିର୍ଦ୍ଦେଶ ନିୟମ ମାନେ ପାଳନ କରିବାକୁ ପଡିବ। ସେଥିପାଇଁ ଆଚାର୍ଯ୍ୟ ମାନଙ୍କର ନିର୍ଦ୍ଦେଶ ପାଳନ କରିବାକୁ ପଡିବ, ଯଜ୍ଞ କରିବାକୁ। ଏଇଟା ହଉଛି ଆମର ଇସ୍କନ ମନ୍ଦିରର ନିୟମ। ଆମ ଇସ୍କନ ମନ୍ଦିରରେ ଏଇ ସବୁ ପାଳନ କରାଯାଉଛି। ଜଣେ ଯେତେବେଳେ ଶିଷ୍ୟ ତାକୁ କୁହାହଉଛି ସକାଳେ ଉଠିକି ଶୀଘ୍ର ବ୍ରହ୍ମ ମୁହୂର୍ତ୍ତରେ ଉଠିବା ପାଇଁ। ବ୍ରହ୍ମ ମୁହୂର୍ତ୍ତଟା ହଉଛି ସୂର୍ଯ୍ୟ ଉଠିବାର 48 ମିନିଟ ପୂର୍ବଟାକୁ ବ୍ରହ୍ମ ମୁହୂର୍ତ୍ତ କୁହାଯାଏ। ତ ସେଇ ସମୟରେ ମନ ବହୁତ ଖୁସି ଥାଏ, ମନ ବହୁତ ଶାନ୍ତ ଥାଏ। ତ ସେଇ ସମୟରେ ଯୋଉ ଆମେ ଦେଖନ୍ତୁ ମଙ୍ଗଳ ଆରତିର ନାଁ କଣ? ମଙ୍ଗଳ। ଯିଏ ଏହାକୁ ଆଟେଣ୍ଡ କରିବ ତାର କଣ ହବ? ମଙ୍ଗଳ ହବ। ଆମର ଗୋଟେ ଇସ୍କନର ଗୋଟେ ମହାରାଜ ଥିଲେ, ଲୋକନାଥପୁର ପୂଜ୍ୟ ଲୋକନାଥ ସ୍ୱାଇଁ ମହାରାଜଙ୍କର ଶିଷ୍ୟ। ସେ ସବୁବେଳେ କୁହନ୍ତି ମଙ୍ଗଳ ଆରତିରେ ଆସିଲେ ତମର ମଙ୍ଗଳ ହେଇଯିବ। ତ ସେଥିପାଇଁ ମଙ୍ଗଳ ଆରତି ଆଟେଣ୍ଡ କରିବାକୁ ପଡେ। ପୁଣି ସକାଳେ ଜପ କରିବା। ସକାଳେ ଜପଟା ହଉଛି ବେଷ୍ଟ ଜପ। ଆପଣ ସକାଳେ ଆମର ଧରନ୍ତୁ 2 ମାଳା କରୁଛେ, 4 ମାଳା କରୁଛେ, 8 ମାଳା କରୁଛେ, 16 ମାଳା କରୁଛେ, ସବୁ ସକାଳେ କରିବା ଦରକାର। ସକାଳେ ଉଠିକି ଆଉ କିଛି କାମ କରିବା ଦରକାର ନାହିଁ। ଭଗବାନଙ୍କର ବିଗ୍ରହ ସେବା ପଛେ କରିବେ କି ଯୋଉଟା ଅଛି ଡ୍ୟୁଟି ସକାଳେ ଉଠିଲେ କି ସାଙ୍ଗେ ସାଙ୍ଗେ ଜପ କରିବାକୁ ଆରମ୍ଭ କରିବେ। ଭଗବାନଙ୍କୁ ପ୍ରଣାମ କଲେ ଇଏ କଲେ ଜପ କରିଦେବେ। ଆପଣ ନ ଗାଧେଇଲେ ବି ଜପ କରିଦିଅନ୍ତୁ, ଦେଖିବେ ଜୀବନରେ କେତେ ଆନନ୍ଦ ମିଳିବ। ଦିନ ଭର ଆମେ ଖୁସିରେ ରହିପାରିବା। ନହେଲେ କଣ ହବ ଯଦି ସାବଧାନୀ ପୂର୍ବକ ନ କରିବା? ଦେଖନ୍ତୁ ଭରତ ମହାରାଜ ଭାବ ଷ୍ଟେଜରେ ଥିଲେ, ସବୁ କିଛି ଛାଡିକି ଜଙ୍ଗଲକୁ ଯାଇଥିଲେ, କିନ୍ତୁ ସେଇଠି ଗୋଟେ ମୃଗ ପ୍ରତି ଆସକ୍ତ ହେଇକି ଫଲ ଡାଉନ ହେଇଗଲା, ତଳକୁ ପଡିଗଲେ। ତ ଆମେ ତ ତଳ ଷ୍ଟେଜରେ ଅଲରେଡି ଅଛେ। ଆମେ କଣ ଭରତ ମହାରାଜ ଭଳିଆ ଉପରକୁ ଯାଇଛେ? ଆମେ ସେ ତଳ ଷ୍ଟେଜରେ ଅଛେ, ସେଇ KG1 KG2ରେ ଅଛି। ଭଗବାନଙ୍କର ଭକ୍ତିର ଜଗତରେ ଏବେ ପାହା ଦଉଛେ, ଗୋଟେ ଗୋଟେ ଷ୍ଟେଜ ଚାଲିବାକୁ ଆରମ୍ଭ କରିଛେ। আর ଆମେ ଯଦି କେୟାରଫୁଲ ନ ରହିବା ସାଙ୍ଗେ ସାଙ୍ଗେ ପଡିଯିବ। ସେଥିପାଇଁ କୁହାହଉଛି ଭକ୍ତ ତାଦେର ଚରଣ ସେବି ଭକ୍ତ ସନିବାସ, ଜନମେ ଜନମେ ହୋଇ ଏହି ଅଭିଳାଷ। ସେଥିପାଇଁ ଭଗବାନଙ୍କର ପ୍ରାର୍ଥନା କରାଯାଉଛି ଭକ୍ତ ମାନଙ୍କର ସଙ୍ଗ ମତେ ଦିଅନ୍ତୁ। ଭକ୍ତ ପ୍ରହ୍ଲାଦ ମହାରାଜ କହିଛନ୍ତି ଭକ୍ତ ସଙ୍ଗେ ହିଁ ଭକ୍ତି ହେଇପାରିବ। ବିନା ଭକ୍ତ ସଙ୍ଗରେ ଯିଏ ଭାବୁଛି ମୁଁ ମନ୍ଦିର ନ ଯିବି ରବିବାର କି ଧରନ୍ତୁ ଫେଷ୍ଟିଭାଲରେ ନ ଯିବି, ବା ମୁଁ ରବିବାର କି ଆମର ଯେମିତି ବେଶରେ ଅଛନ୍ତି କେତେ ପିଲା, ଆମର ପିଲାମାନଙ୍କୁ କୁହାଯାଉଛି ଆଉ ଆପଣ ମାନେ ଟିକେ ବେଶକୁ ଆସନ୍ତୁ। ଆମେ ଯଦି ନ ଆସିବୁ ଆମେ ଭାବିବା ଆମେ ଘରେ ରହିକି ଭକ୍ତି କରିଦେବା କି ମୁଁ ବେଶ ହଷ୍ଟେଲରେ ରହିକି ଭକ୍ତି କରିଦେବି, ଏଇଟା ବେଶୀ ଦିନ ଚଳିବନି। ଆପଣ ନିଜେ ହିଁ ମାର୍କ କରୁଥିବେ, ଆପଣ ମନ୍ଦିର ନ ଆସିବେ, ଭଗବାନଙ୍କର ଭକ୍ତ ମାନଙ୍କର ସଙ୍ଗ ନ କରିବେ, ତାଙ୍କର କଥା ଯଦି ନ ଶୁଣିବେ, ଧୀରେ ଧୀରେ କଣ ହବ? ଆମର ଭକ୍ତିଟା କ୍ଷୀଣ ହେଇଯିବ। ଆମେ ଯୋଉ 4 ମାଳା କରୁଛି ସେ ଗୋଟେ ମାଳା 2 ମାଳା ହେଇକି 0କୁ ପଳେଇ ଆସିବ। এটা আপনার মানে ସମସ୍ତଙ୍କର। ଆମେ ବି ମୁଁ ବି ଯଦି ମନ୍ଦିରକୁ ଯିବି ମୋର ବି ଅବସ୍ଥା ହେବ। ସେଥିପାଇଁ ଭଗବାନ କହିଲେ ସାଙ୍ଗ ପାଙ୍ଗସ୍ତ୍ର ପାର୍ଷଦମ। ଭଗବାନ ନିଜେ ଏକା ଆସିନାହାନ୍ତି, କାହା ସହିତ ଆସିଲେ? ସାଙ୍ଗ ପାଙ୍ଗସ୍ତ୍ର ପାର୍ଷଦମ।
ସେଥିପାଇଁ ଭଗବାନଙ୍କର ସେ ଯୋଉ ଗୀତ ଅଛି ନା ବୈଷ୍ଣବ ସଙ୍ଗ୍ସରେ କୁହାହଉଛି ଶ୍ରୀକୃଷ୍ଣ ଚୈତନ୍ୟ ପ୍ରଭୁ ଜୀବେ ଦୟା କରି ସହ ପାର୍ଷଦ ସିଂହ ଧାମ ସହ ଅବତରି ପାର୍ଷଦ ଧାମ ସହିତ ଚୈତନ୍ୟ ମହାପ୍ରଭୁ ଆସିଲେ ଅତ୍ୟନ୍ତ ଦୁର୍ଲଭ ପ୍ରେମ କରିବାରେ ଦାନ ଶିଖାଏ ଶରଣାଗତି ଭକତେର ପ୍ରାଣ ଅତ୍ୟନ୍ତ ଦୁର୍ଲଭ ପ୍ରେମ ଯୋଉଟା ଜଡ଼ ଜଗତର ପ୍ରେମ ନାହିଁ ସେଇ ପ୍ରେମଟା ଦେବା ପାଇଁ ଭଗବାନ ଆସିଛନ୍ତି ଦୁର୍ଲଭ ପ୍ରେମ ଶିଖାଏ ଶରଣାଗତି ଭକତେର ପ୍ରାଣ ସେଥିପାଇଁ ବହୁତ କସିୟସ୍ ରହିବା ଦରକାର ବହୁତ ସାବଧାନୀ ପୂର୍ବକ ମାନେ ମୁଁ ମୋର ଜପ କରିବି ମୋର କିଛି ଜପ ମାନେ ଆମକୁ ଚିନ୍ତା କରିବାକୁ ପଡିବ 24 ଘଣ୍ଟା ଭିତରେ ମୋର ଯଦି ସବୁଠାରୁ ଇମ୍ପୋର୍ଟାଣ୍ଟ କାମ ଅଛି ସବୁଠାରୁ ଇମ୍ପୋର୍ଟାଣ୍ଟ କାମ ସେଇଟା ହଉଛି ଜପ ଆଉ ମୋର ଅଫିସ କାମ ଘର କାମ ପିଲା ଛୁଆଙ୍କର କାମ ସବୁ କାମ ପଛରେ ସବୁଠାରୁ ଫାଷ୍ଟ ଆମେ ଭାବୁଛେ ଆମର ଏଇ ସବୁ କାମ ଅଛି କିନ୍ତୁ ସବୁଠାରୁ ପ୍ରଥମ ପ୍ରମିସ୍ ଆମେ ଭଗବାନ ଆମେ ଯେତେବେଳେ ମାଙ୍କର ଗର୍ଭରେ ଥିଲେ ସେହି ସମୟରେ କପିଲ ଦେବ ମାତା ଦେବହୂତିକୁ କହୁଛନ୍ତି କି ଗୋଟେ ଜୀବ ତାର 100 ଜନ୍ମକୁ ମନେ ପକାଏ ଲାଷ୍ଟ 100 ଜନ୍ମ ଆଉ ସେଇ ସମୟରେ ସେ ବହୁତ କଷ୍ଟ ପାଏ ସେ ବହୁତ ଦୁଃଖ ପ୍ରକାଶ କରିକି ଭଗବାନ 100 ଜନ୍ମ ମୁଁ ଆପଣଙ୍କୁ ଭକ୍ତି ନ କରିକି ଗୋଟେ ପରେ ଗୋଟେ ମୁଁ ମୋର ଜୀବନଟାକୁ ନଷ୍ଟ କରିଦଉଛି ଆଉ ସେଇ ସମୟରେ ସେ ବ୍ୟାକୁଳ ହେଇକି ଭଗବାନଙ୍କୁ ପ୍ରାର୍ଥନା କରେ କି ଭଗବାନ ମତେ ଏଇ ଗର୍ଭ ମାନେ ନର୍କ ଯନ୍ତ୍ରଣା ଏଇ ଗର୍ଭଟାରୁ ଆପଣ ବହରେଇ ଦିଅନ୍ତୁ ମୁଁ ଏଠି ବହରେଇଲେ ଆପଣଙ୍କୁ ଭଜନ କରିବି ଗର୍ଭରେ ତାକୁ ଭଗବାନଙ୍କର ଦର୍ଶନ ହୁଏ ଭଗବାନଙ୍କର ଦର୍ଶନରେ ସେ ଭଗବାନଙ୍କୁ ପ୍ରମିସ୍ କରେ କି ଭଗବାନ ମତେ ଏଇଠି ବହରେଇ ଦିଅନ୍ତୁ ମୁଁ ଆପଣଙ୍କର ଭକ୍ତି କରିବି ଅଜୀବ ବୋଲିଆ ଆସି ସଂସାର ଭିତରେ ବୁଲିଆ ରହିଲ ତୁମି ଅବିଦ୍ୟାର ଘୋରେ ଆମେ ଭଗବାନଙ୍କୁ ପ୍ରମିସ୍ କରିକି ଆସିଲେ କିନ୍ତୁ ଆମେ କଣ ଆମର ପ୍ରଥମ ପ୍ରମିସ୍ ଯାହାକୁ କରିକି ଆସିଲେ ଭଗବାନ ଯେ ଆମର ମାନେ ସବୁ କିଛି ମାନେ ଆମର କର୍ତ୍ତା ଧର୍ତ୍ତା ଅହଂ ସର୍ବସ୍ୟ ପ୍ରଭବ ମତ୍ତ ସର୍ବ ପ୍ରବର୍ତ୍ତତେ ଭଗବାନ କହୁଛନ୍ତି ସର୍ବୋତ୍ତମ ସର୍ବଭୂତାନା ମୁଁ ସମସ୍ତଙ୍କର ପ୍ରଥମ ବନ୍ଧୁ କିନ୍ତୁ ଆମେ ତାଙ୍କର କଥା ଭୁଲି ଯାଉଛେ ଆର ଆମେ ବାକି ସମସ୍ତଙ୍କର କଥା ଚିନ୍ତା କରୁଛେ ଯାହାକୁ ପ୍ରଥମେ ପ୍ରମିସ୍ କରିଥିଲି ତା କଥା ଭୁଲି ଗଲେ କି ମୁଁ ଭଗବାନଙ୍କୁ ମୁଁ ପ୍ରମିସ୍ କରିକି ଆସିଛି ଭଗବାନ ମୁଁ ଗଲେ ଆପଣଙ୍କର ଭଜନ କରିବି ମୁଁ ଗଲେ ଆପଣଙ୍କୁ ହରେ କୃଷ୍ଣ ମହାମନ୍ତ୍ର ଜପ କରିବି କିନ୍ତୁ ଆମେ ସେ ସବୁ ଭୁଲି ଯାଉଛେ ସେଥିପାଇଁ କଣ ହଉଛି ଜୀବନରେ ଦୁଃଖ କଷ୍ଟ ସେଥିପାଇଁ ବହୁତ ସାବଧାନୀ ପୂର୍ବକ ଆମକୁ ମନେ କରିବା ଦରକାର ଆମେ ସଂସାରରେ ବହୁତ ଆଟାଚମେଣ୍ଟ କରିବା ଦରକାର ନୁହଁ ଯେମିତି ରଘୁନାଥ ଦାସ ଗୋସ୍ୱାମୀକୁ ଚୈତନ୍ୟ ମହାପ୍ରଭୁ କହିଲେ କି ତମେ ଘରେ ରୁହ ସବୁ ରୁହ କିନ୍ତୁ ଯଥା ଶୃଙ୍ଗ ବିଷୟ ପୁଞ୍ଜ ଅନାସକ୍ତ ହଇଆ କିନ୍ତୁ ଯେତିକି ଦରକାର ସେତିକି ଆକ୍ସେପ୍ଟ କର କେମିତି ଅନାସକ୍ତ ହଇଆ କାହାର ପ୍ରତି ଆସକ୍ତ ହେବନି ଆମେ ଯଦି ଜଣଙ୍କ ପ୍ରତି ବି ଆସକ୍ତି ହେଇଯିବା ସେଇଟା ଆମକୁ ପୁଣି ଥରେ ଏଇ ଜଡ଼ ଜଗତରେ ଜନ୍ମ କରେଇବ ପୁଣି ଥରେ ଏଇ ଜଡ଼ ଜଗତରେ ପୁଣି ଜନ୍ମ ନେବାକୁ ପଡିବ ତ ଭାବନ୍ତୁ ଆପଣଙ୍କ ଧରନ୍ତୁ ଘରେ ଗୋଟେ ଘରେ ରହୁଛନ୍ତି ସେଇଠି 50ଟା ସାପ ପଳେଇ ଆସିଲେ ଆପଣ କଣ ରହିପାରିବେ ରହିପାରିବେନି 50ଟା ସାପ ଅଛି ତାପରେ ଆପଣ କଣ କଲେ ଗୋଟେ କରିକି 49ଟା ସାପଟାକୁ ଖେଦି ଦେଲେ 49ଟା ସାପ ଆପଣ ଘରରୁ ବହରେଇ ଦେଲେ ତାହେଲେ କଣ ହେଲା ଗୋଟେ ସାପ ଆପଣ ଘର ଭିତରେ ରହିଗଲା ସେତେବେଳେ କଣ ଶାନ୍ତିରେ ରହିପାରିବେ ସେତେବେଳେ ରହିପାରିବେନି ସବୁବେଳେ ଚିନ୍ତା ରହିବାରେ ଗୋଟେ ଅଛି କେତେବେଳେ କୋଉଠି ଆସିବ କଣ କରିବ ସେଥିପାଇଁ ପ୍ରଭୁପାଦ କହିଲେ ମେଟେରିଆଲ ଡିଜାୟାର୍ସ ସେ ଯୋଉ ଶ୍ଲୋକ ଅଛି ନା जो नेक्टर ऑफ डिवोशन रे अन्य अभिलाषिता शून्यम अन्य अभिलाषिता को शून्य करिया पड़िबो शून्य माने यहाँ नो कि बंद करिया पड़े ताको कोन ताको आध्यात्मिक दृष्टि रे चेंज करिया पड़िबो हरि संबंध वस्तु ना हरि संबंध रे चेंज करिया पड़िबो तो सेति पाई भरत महाराज को शिक्षा रे आपको एटा प्रॉपर कहउचंती तापरे भरत महाराज कौन चिंता करने लगे कि हरिण पशु अच्छी ये हरिण पशु मु जदि तार देखभाल न करी ये मरीज या किए खाईज ये कर तो से निज को कौन भाविले कि मु यार आश्रय दाता मुझे आश्रय न देले से मरीज आम भावु ना मुझे चिंता न करी मुझे ये लोक चिंता न करी मुझे परिवार चिंता न करी मुझे आमर समाज चिंता न करी मुझे देशर चिंता न करी देश केमती चलो समाज केमती चलो परिवार केमती चलो किंतु आमे कंट्रोलर नुह कंट्रोलर किए भगवान भगवान गीता रे कहले मत परतरम देवी है
भगवान भगवत गीता मया अध्यक्षेण प्रकृति सूयते सचराचरम मोर अध्यक्षतार संसार चलती जीव चलती भगवान डायरेक्शन नॉट ए ब्लेड ऑफ ग्रास मूव्स विदाउट द सैंक्शन ऑफ द लॉर्ड भगवान इच्छा बिना गोटे घास भी हली पारिबनी किंतु आमे कोन भाबुचे आमे होचे आश्रयदाता से सेमिति भरत महाराज चिंता करने को लगिले कि मु या जदि मृग छोट हरिण शिशु को जदि ये सब न करी ताले कौन हम ये कहार आश्रय नब ये केमिति बचिबो ये करिवो बहुत सुंदर पर्पट अच्छी प्रभात भावार्थ अच्छी पढ़ा जिते कौन व्यक्ति पूर्ण कृष्ण चेतना लाभ करती कृष्ण चेतना मार्ग में अग्रगति करती से स्वाभाविक भाव तो जीव मान प्रति सहानुभूतिशील हुअंती देखो जिते गोटे भक्ति कर ऑटोमेटिकली से कौन कर दुख ताकू देखा भल लगे से कौन कहुए पर दुख दुखी वैष्णव होती पर दुख दुखी अन्य मान दुख देखिकी से कौन करेंगे से दुखी होइजिवे पर दुख दुखी बोली ताकू कहा जाइछि तो से जिते आमर कौन हो चिंता करुचे आमर सहानुभूतिशील हुअंती यह स्वाभाविक कथा एक उन्नत व्यक्ति लोक मानकर पीड़िता व्यवस्था कथा चिंता करते किंतु जदि कौन व्यक्ति पतित जीव मानकर दुख दुर्दशा कथा जानी न थांती एवं शारीरिक क्लेश देखि सहानुभूतिशील होती ताहले से सहानुभूति निजर पतनर कारण हुए आउ थे पढ़ुची समस्ते शुणा दरकार किंतु जदि कौन व्यक्ति पतित जीव मानकर दुख दुर्दशा कथा जानी न थांती एवं शारीरिक क्लेश देखि सहानुभूतिशील हुअंती ताहले से सहानुभूति निजर पतनर कारण हुए तमाने करो मटेरियल हेल्प जदि आमे काहाकू करिबा को जीवा बहुत चिंता करिबा यार या को खाइबा को मिलुनी ए गरीब लोक ये लोक ताले करबो एटा हमर पतनर कारण हबो सेति में कोन छै मटेरियल हेल्प करिबा को जाउनी कोन बोले आध्यात्मिक हेल्प करो लोक मान करो यह भरत महाराज कर पक्ष रे घटिला जदि कौन व्यक्ति प्रकृत पक्षे पतित पीड़ित मानव प्रति सहानुभूतिशील हुअंती ताले से मानव को भौतिक चेतना रु पारमार्थिक चेतना स्तर को उन्नति करने को चेष्टा करने को हम जदि क्या हेल्प करने को चाहूँगी ताले प्रीच कृष्ण कॉन्शियसनेस रु प्रचार करने को पड़ो यहाँ हूँ रियल हेल्प गोटे आत्मा को हेल्प करवा हूँ रियल हेल्प सेटा प्रपात ये लिखुंट भरत महाराज एक मृग शिशु प्रति सहानुभूतिशील हो पड़ते किंतु से भूली गले जे एक मृग को पारमार्थिक चेतना स्तर को उन्नति करने असंभव व्यापार अटे से कौन करते भरत महाराज जिते देखिले से मृग शरीर को टाणिक आगे खाଇବା पीवा करके छाड़ी दे था किंतु से कौन भाविले यार आउ कहीं आश्रयदाता नहीं आम कौन कर दरकार लोक मैंने दुख दुर्दशा मेटेरियल दुख को देखिकी बहुत भाव विभोर हो कथा नुह भगवान को प्रार्थना करने दरकार नुह कि मुझे सब तार चिंता करी कौन हेल्प दरकार कौन दरकार सब चिंतार लगी रही भक्ति डाउन हो जी हेल्प दरकार देगी भगवान को प्रार्थना करी भगवान हरे कृष्ण मंत्र तुम जप कर भगवान तुम मंगल करी यहाँ कहीकि भगवान सहित जोड़ी देवा दरकार से बुझ भगवान बुझे यहाँ प्रपा लिखुंट जमती मृग को केतले भक्त बन दि पार एनिमल एनिमल मान को भगवान भक्त कर दि जापर से कहले स्तर को असंभव कारण मृग एक निज चेतनार प्राणी यही प्रकार एक प्राणी जत्न नेबापाई निजर पारमार्थिक साधना को त्याग करने भरत महाराज पक्ष बड़ विपज्जनक व्यापार थिला बहुत विपदजनक व्यापार हो गला कि कौन निजर फास्ट निज को भजन करिया पड़िबो फास्ट निजे भल भजन करिबा भगवान को भक्ति करिबा तापर अन्य मान को जतिकी दरकार सेतिकी हेल्प करिबा बहुत शुद्ध माने रिस्क नहीं कि प्रचार करती आम से शुद्ध नुह कि आम से कर श्रीमद भगवद गीतार बाणी अनुसार करवा उचित
आमे कहार जड़ शरीर प्रति किछि करि परिबा नाही। देखो आमे जदि कहार मेटेरियल हेल्प करिबा काहाकू किछि आमे हेल्प करि परिबा, किंतु भगवान कृष्णकर कृपारू आमे कोनोसी व्यक्ति को कृष्ण चेतना स्तर को उन्नति तो करि परिबा। जदि आमे साधन विधि पालन करी भजन करूथिबा ताहेले आमे कोनोसी व्यक्ति रो कृष्ण चेतना जागृत कराई परिबा। जदि आमे आम मानकर साधन भजन त्याग करी केवल अन्य मानकर शारीरिक सुख स्वच्छंद विधान रे लागिबा ताले आमे माने बड़ विपदजनक स्थिति रे पड़िबा। फास्ट कोन करिया पड़िबो, निजर भजन भल से करिया पड़िबो, तापरे अन्य मानकर आध्यात्मिक हेल्प करिया पड़िबो, मेंटल हेल्प करिया पड़िबो न। तापरे विषय करे कहउचंती आईडी प्रपात लिखुचंती, जदि कोनोसी व्यक्ति पीड़ित जन मानकर प्रति प्रकृत रे सहानुभूतिशील हेई थांती किंबा प्रकृत रे से मानकर कल्याण करिवा पई चाहुथांती ताले से लोक मानकर कृष्ण चेतना बुद्धि करिवा पई चेष्टा करिवा उचित। सेदिबे लोक मानको प्रचार करी कि धीरे धीरे भगवान को सहित जोड़ी देवा पई चिंता करिया पड़िबो। एही प्रकार रे प्रत्येक व्यक्ति भगवत कृपारू पारमार्थिक मार्ग रे अग्रगति करि पारंती। देह संबंधी ताहांकर तथाकथित जन सेवा मूलक कार्य रे लिप्त हेई आम माने लक्ष्य भ्रष्ट हेबा उचित नुहे। आजिकली बहुत सोशल वेलफेयर सोसाइटी चलची, बहुत हजार हजार एनजीओ सोशल वेलफेयर सोसाइटी माने चलची। समस्ते कहउचंती एही के लोक सोशल मीडिया रे आछी एही लोकंकर कैंसर हे अछि ता पाखरे पैसा नै आपण माने दियंतु ई अछि। से कहउची आमे गछ लगेबो पैसा दियंतु, से कहउची आमे वृक्षारोपण करिबो पैसा दियंतु, नेशनल फिलोंथ्रोपिस्ट एमती बहुत प्रकार वेलफेयर सोसाइटी चलची। किंतु प्रभुपाद कोन लिखुचंती देह संबंधी जोटा देह को हेल्प करूथबो सेही संबंधी जते वेलफेयर सोसाइटी हो ता तांकर कथा रे आसी जाई निजर लक्ष्य कृष्ण को पाइबा सेतिरु साइड हे दिबा कथा नै। फास्ट हमर जानि त लोकन हमर लक्ष्य होची कृष्ण प्राप्त करिबा। स्वार्थ गति ही विष्णु कौन प्रकार स्वार्थ गति को त्याग करने उचित नुह। साधारणतः लोक मैंने जानती नहीं किंबा से माने ताहा विस्मृत होइछंती। फलतः से मौलिक स्वार्थ भगवान विष्णुकर कृपा प्राप्ति को त्याग करती एवं दैहिक सुख स्वच्छंद निमित्त देश सेवा व जन सेवा नियुक्त हुंती। देश सेवा भगवान को सेवा कले सबू सेवा हो। भगवान ये आगे लिखाई भगवान कहते कि जदि सबू जीव ए संसार सबू जीव गोटे गछर विभिन्न प्रकार पत्र अच्छा मूल होती भगवान। जदि भगवान को सेवा करवा लोकंर सेवा हो। बहुत लोक कहते मानव सेवा माधव सेवा, किंतु मानव सेवा माधव सेवा नुह। माधव सेवा मानव सेवा आए भगवान को सेवा कले मनुष्य सेवा है। मनुष्य सेवा कले भगवान सेवा हो पार नहीं। किंतु लोक मान विभिन्न कनसेप्ट जत मत तत पथ जी मत से पथ जे जो रास्ता जाऊ आम भगवान को पाइबा। यान्ति देव पिता देवान भगवान गीतार कहले जे जो भजन कर से जीव। देवी देवता को भजन कले देवी देवता पाखु जीव, भूत को भजन कले भूत पाखु जीव, निजर माने फोर फादर को भजन कले तांको पाखु जीव, आ जदि भगवान को भजन कले भगवान पाखु जीव। तो सेति पई हमकु लक्ष्यभूत देखो भरत महाराज को एथिरे एट प्रपाद लेखुचंती। तापर प्रपाद कहउचंती मृग शिशु प्रति महाराज भरत स्नेह आसक्ति किपरि वृद्धि होबाकू लागिला ताहा एठारे वर्णना करा जायछि। देखो तांकर आसक्तिटा नथिला, फास्ट छोट छुआ को धरिले ताकू रखिले तापरे केमिति तार आसक्ति बढ़िला सेटा देखो डिस्क्राइब करा जाउछि। भरत महाराज किछि परिमाण रे भगवत प्रीति लाभ करिथिले, से ऑलरेडी भाव स्टेज रे थिले, भगवान कर परम भक्त थिले। तथापि एक मृग शिशु प्रति स्नेहासित से जोगु खूब उन्नत स्थिति रु तांकर पतन हे गला। फलत आमे देखिबा पर जन्म रे ताहांको एक मृग शरीर लाभ करिबा पडिथिला। तापरे प्रपात सुंदर कथा लिखुचंती जेतेबेले भरत महाराज को ए अवस्था हैला सेतेबेले अन्य मानकर कथा कोन कहिबा।
ଯଦି ଭରତ ମହାରାଜ ଭଗବାନଙ୍କର ଜଣେ ଶୁଦ୍ଧ ଭକ୍ତ, ଦେଖନ୍ତୁ ଆଉ ଗୋଟେ ଜିନିଷ ଆମେ ଏଇଟା ଚିନ୍ତା କରୁଛନ୍ତି କି ଭରତ ମହାରାଜଙ୍କର ଫଳଡାଉନ ହେଇଗଲା ନା, ସେଇଟା ପରେ ଲେଖା ହେଇଛି। ଭଗବାନ ଆମକୁ ଶିକ୍ଷା ଦେବା ପାଇଁ ତାଙ୍କ ଭକ୍ତ ମାନଙ୍କ ମାଧ୍ୟମରେ ଆମକୁ ଶିକ୍ଷା ଦଉଛନ୍ତି କେମିତି ଭକ୍ତିରେ ବହୁତ କସିୟସ୍ ହେବାକୁ ପଡିବ, ବହୁତ ମାନେ ସାବଧାନୀ ପୂର୍ବକ ଭକ୍ତି କରିବାକୁ ପଡିବ। ତାହେଲେ କୃପା ଦେଖୁଛନ୍ତି ଯେତେବେଳେ ଭରତ ମହାରାଜଙ୍କର ଏଇ ଅବସ୍ଥା ହେଲା, ସେତେବେଳେ ଅନ୍ୟମାନଙ୍କର କଥା କଣ କରିବା? ଯୋଉମାନେ ପାରମାର୍ଥିକ ମାର୍ଗରେ କିଛି ଉନ୍ନତି କରିନାହାନ୍ତି, କେବଳ କୁକୁର ବିରାଡି ପ୍ରତି ଆସକ୍ତ ହେଇ ପଡିଛନ୍ତି, ସେମାନଙ୍କର କଥା କଣ କହିବା? ଲୋକମାନେ ଆଜି ଭଗବାନଙ୍କୁ ଛାଡିଦେଲେ, ଘରେ ଭଗବାନଙ୍କର ମନ୍ଦିର ନାହିଁ, କିନ୍ତୁ କୁକୁର ବିରାଡିକୁ ପାଳୁଛନ୍ତି। କୁକୁର ଓ ବିରାଡି ପ୍ରତି ଆସକ୍ତ ହେଇଥିବା ହେତୁ ସେମାନଙ୍କୁ ପର ଜନ୍ମରେ କୁକୁର ବା ବିରାଡି ଶରୀରରେ ଲାଭ କରିବାକୁ ହେବ। ଯଦି କୁକୁର ବିରାଡି ଆମେ ଘରେ ପାଳନ କରିବା, ତାହେଲେ ନେକ୍ସଟ ଜନ୍ମରେ କଣ ହବ? କୁକୁର ବା ବିରାଡି ବଣିବା। ଯଦି ସେମାନେ ଭଗବାନ ପ୍ରତି ସେମାନଙ୍କର ସ୍ନେହ ଆସକ୍ତି ବା ପ୍ରୀତି ପରିଷ୍କାର ଭାବେ ବୃଦ୍ଧି ନ କରନ୍ତି, ସେମାନେ ନିଶ୍ଚିତ ଭାବରେ ପର ଜନ୍ମରେ କୁକୁର ବା ବିରାଡି ଶରୀର ଲାଭ କରିବେ। ଯଦି ଭକ୍ତିକୁ ଆମେ ନ ବଢେଇବା, ନ ସିରିୟସ ହେବା, ନ ସିନସିୟର ହେବା, ତାହେଲେ କଣ ହବ? ଆମେ କୁକୁର ବିଳେଇବା। ତ ଦେଖନ୍ତୁ ଆମେ ଯଦି ଥରେ କୁକୁର ବିରାଡି ବଣିଗଲେ କେତେ କଷ୍ଟ ହବ, ସମସ୍ତେ ଚିନ୍ତା କରିବା ଦରକାର। ଏଇ ଜନ୍ମ ଆମର ଆଉ 20, 30, 40 ବର୍ଷ ବଞ୍ଚିଛି। ଏଇ ଜନ୍ମରେ ଆମେ ଯଦି ଭକ୍ତି କରିବା, ଦେଖନ୍ତୁ ଏଇ ଜନ୍ମ କେତେ ଖୁସିରେ ଯିବ। ଏଇ ଜନ୍ମରେ କେତେ ସୁନ୍ଦର ସୁନ୍ଦର ପ୍ରସାଦ ପାଇବା, ଭଗବାନଙ୍କ ସାମ୍ନାରେ ନୃତ୍ୟ କରିବା, ପ୍ରତିଦିନ ଭଗବାନଙ୍କର ସୁନ୍ଦର ବିଗ୍ରହ ଦେଖିବା, ଭଗବାନଙ୍କର ସୁନ୍ଦର ସୁନ୍ଦର ଲୀଳାକୁ ଶ୍ରବଣ କରିବା, ଭଗବାନଙ୍କର କଥା ସ୍ୱାଧ୍ୟାୟ କରିବା, ଭଗବାନଙ୍କର ଭକ୍ତମାନେ ଆମ ପ୍ରତି ଭଗବାନଙ୍କୁ ପ୍ରାର୍ଥନା କରିବେ, ଭଗବାନଙ୍କର ବିଗ୍ରହ ଦର୍ଶନ କରିବେ, ଭଗବାନଙ୍କର ଧାମକୁ ଯାଇକି ବିଭିନ୍ନ ଭଗବାନଙ୍କର ଲୀଳାଟାକୁ ସ୍ମରଣ କରିବା, କେତେ ଆନନ୍ଦରେ ଜୀବନ। ମନ ସବୁବେଳେ ଶାନ୍ତ ରହିବ, କ୍ଲେଶ, ଅଗ୍ନି, ଦୁଃଖ, କଷ୍ଟ, ରୋଗ କିଛି ଆସିପାରିବନି। ମାନେ ଆସିପାରିବନି, ମାନେ ଆସିବ, ଆସିଲେ ବି ଆମକୁ ଏତେ ଏଫେକ୍ଟ କରିପାରିବନି, ଇଜିଲି ପାର ହେଇଯିବ। କେତେ ଆନନ୍ଦ, ଏଇ ଜନ୍ମ ବି ଆନନ୍ଦ। ତାପରେ ଭଗବାନ କହୁଛନ୍ତି ୟମ୍ ୟମ୍ ଭାପି ସ୍ମରଣ ଭାବ ତଜନ୍ତି ଅନ୍ତେ କଲେବରମ୍ ତମ୍ ତମ୍ ଏବତି କୌନ୍ତେୟ ସଦା ତଦ୍ ଭାବ ଭାବିତ। ଏ ଅର୍ଜୁନ, ମୃତ୍ୟୁ ସମୟରେ ଯେ ଯୋଉ ଚିନ୍ତା କରିବ ତାକୁ ସେହି ଗତି ପ୍ରାପ୍ତ ହେବ। ଆମେ ଏମିତି ଯଦି ଜୀବନ ସାରା ଭଗବାନଙ୍କର ଭକ୍ତିରେ ନିଜ ଜନ୍ମଟାକୁ ଗଢିବା, ଭଗବାନଙ୍କର ଭକ୍ତିରେ ଲାଗିକି ତା ସହିତ ନିଜର କର୍ତ୍ତବ୍ୟ କର୍ମ କରିବା, ଏଇ ଜନ୍ମ ଆନନ୍ଦରେ ଯିବ। ତାପରେ ଅନ୍ତକାଳରେ ଭଗବାନଙ୍କୁ ସ୍ମରଣ କରିକି ନିତ୍ୟ ଭଗବାନ ପାଖକୁ ଫେରିବା। ଭଗବାନ କହୁଛନ୍ତି ୟଦ୍ ଗତ୍ୱା ନ ନିବର୍ତ୍ତନ୍ତେ ତଦ୍ ଧାମ ପରମଂ ମମ। ଯୋଉଠି ଯାଇକି ଆଉ ପୁଣି ଫେରିବାକୁ ପଡେନି, ସେଇଟା ହଉଛି ମୋ ଘର। ତାହେଲେ ଆମେ ଭଗବାନଙ୍କର ଘରକୁ ଏଣ୍ଟ୍ରି କରିବା, ନିଜର ବାପା, ନିଜର ଆଧ୍ୟାତ୍ମିକ ପିତା, ଯୋଉ ରିଏଲ ଭଗବାନ କହୁଛନ୍ତି କାରଣମ ଗୁଣ ସର୍ବ ୟୌନସି କୌନ୍ତେୟ ଅହଂ ବୀଜ ପ୍ରଦ ପିତା। ଏ ଅର୍ଜୁନ, ଯେତେ ପ୍ରକାର ଯୋଉ ବି ତାଙ୍କର ବୀଜ ପିତା କିଏ? ମୁଁ ହଉଛି ପିତା। ପିତା ହମ ମାତା ଧାତା, ମୁଁ ହଉଛି ପିତା, ମୁଁ ହଉଛି ମାତା। ତାହେଲେ ଆମେ ଆମର ନିତ୍ୟ ପିତା, ନିତ୍ୟ ମାତା ପାଖକୁ ଫେରି ପାରିବା ଯଦି ଆମେ ଠିକ ଭାବରେ ଭୋଜନ କରିବା। ଏଇ ଜନ୍ମ ବି ଖୁସିରେ ଯିବ, ଅନ୍ତକାଳରେ ଭଗବାନ ପାଖକୁ ଫେରିଯିବା। କିନ୍ତୁ ଯଦି ଭଜନ ନ କରିବା, ଆସକ୍ତି ହେଇକି ପଡିବା, ଏହି ଜନ୍ମରେ କେତେ କଷ୍ଟ। ଆପଣ ନିଜେ ଭାବନ୍ତୁ କେତେ କଷ୍ଟରେ ଜୀବନ ଯାଉଛି। ଭଗବାନ କହୁଛନ୍ତି ଜୀବନ ଅନିତ୍ୟ ଜାନହ ସାର, ତାହେ ନାନା ବିଧି ବିପଦ ଭାର, ଏବେ ନ ଭଜିଲେ ଯଶୋଦା ସୁତ ଚରମେ ପଡିବେ ଲାଜେ। ଜୀବନ ଅନିତ୍ୟ, ଆଜି ଅଛି କାଲି ପଳେଇଯିବ। ତାହେ ନାନା ବିଧି, ତାପରେ ବି 24 ଘଣ୍ଟା ପ୍ରୋବ୍ଲେମ, କେତେବେଳେ ଘର ପ୍ରୋବ୍ଲେମ, କେତେବେଳେ ଅଫିସ ପ୍ରୋବ୍ଲେମ, କେତେବେଳେ ରାସ୍ତାରେ ପ୍ରୋବ୍ଲେମ, କେତେ ଛୁଆଙ୍କର ପ୍ରୋବ୍ଲେମ, କେତେବେଳେ ମାନେ ସରକାରଙ୍କର ଇନକମ ଟ୍ୟାକ୍ସ ପ୍ରୋବ୍ଲେମ, ଇଡି ପ୍ରୋବ୍ଲେମ, ଜିଏସଟି ପ୍ରୋବ୍ଲେମ, ବିଭିନ୍ନ ପ୍ରକାର ପ୍ରୋବ୍ଲେମ। ତାପରେ ଭଗବାନ ଗୀତାରେ କହିଲେ ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୋଷାନୁଦର୍ଶନମ। ଜନ୍ମ ମୃତ୍ୟୁ ଜରା ବ୍ୟାଧି ଏଟା ରିଏଲ ପ୍ରୋବ୍ଲେମ। ତାହେଲେ କେତେ ଦୁଃଖରେ ଜୀବନ ପଳେଇବ। କିନ୍ତୁ ଭଗବାନଙ୍କର ଭକ୍ତି କରିଦେଲେ ଆନନ୍ଦ ହିଁ ଆନନ୍ଦ। ଆମର ଭବେଶ ପ୍ରଭୁଙ୍କର କାଲି ଟିକେ ଛୋଟ ଆକ୍ସିଡେଣ୍ଟ ହେଇଗଲା। ଏଇଠି ସେ କୋଉଠି ଭଗବାନଙ୍କର ପ୍ରଚାର କରିବାକୁ ଯାଇଥିଲେ। ଆମର ବେଶ ପିଲାମାନଙ୍କୁ କାଲି କ୍ଲାସ ଦେବାକୁ ଯାଇଥିଲେ। ବେଶରେ 7:30 ଅଫିସ ଥିଲା, ଅଫିସ 6:30 7ଟାରେ ସାରିଲେ, 10ଟାରୁ ଅଫିସ କଲେ, ତାପରେ ସେଠୁ ବୁର୍ଲା ଗଲେ। ବେଶ ପିଲା ଆମର PSSUT ଇଞ୍ଜିନିୟରିଂ କଲେଜ ପିଲାମାନଙ୍କୁ କ୍ଲାସ ଦେଲେ। କ୍ଲାସ ଦେଇକି ଫେରିଦେଲା ପରେ ଗୋଟେ ସେ ମଧୁଆ ଟ୍ରାକ୍ଟର ଡ୍ରାଇଭରଟା ବାଡେଇ ଦେଲା। କିନ୍ତୁ ସେଇଠି ରହିଲା ପରେ ତାଙ୍କର ଗୋଡ ଫ୍ରାକ୍ଚର ହେଇଗଲା, କିନ୍ତୁ ଗୋଟେ କିଛି କଷ୍ଟ ନାହିଁ। ସେଇଠି 9ଟାରେ ମତେ ରାତି ଫୋନ କଲେ କି ପ୍ରଭୁ ମୋର ଆକ୍ସିଡେଣ୍ଟ ହେଇଯାଇଛି, ଗୋଡ ଭାଙ୍ଗି ଯାଇଛି। ଦେଖନ୍ତୁ ତାଙ୍କର ଆକ୍ସିଡେଣ୍ଟ ହେଲା, ତାଙ୍କର ମା ବାପା ତାଙ୍କୁ ଫୋନ କଲେନି, ଫାଷ୍ଟ ଅମେ ପ୍ରଭୁ ତାପରେ ମତେ ଫୋନ କଲେ। ଭଗବାନଙ୍କର ଭକ୍ତ ମାନଙ୍କୁ ଫୋନ ପକେଇଲେ, ଆଉ ସାଙ୍ଗେ ସାଙ୍ଗେ ଚିନ୍ତା କଲେ ଆରେ ଆକ୍ସିଡେଣ୍ଟ ହେଇଛି, କଣ କିଛି ହେଇଯିବ, ସାଙ୍ଗେ ସାଙ୍ଗେ ହରେ କୃଷ୍ଣ ମହାମନ୍ତ୍ର କରିବାକୁ ଲାଗିଲେ। ସେଇଠି ବସିଛନ୍ତି ରୋଡ ଉପରେ।
हरे कृष्ण मंत्र करने लगे से किसी लोक आसिले पुणी हेल्प करदे सागे सागे से गोड़ जो ये टिके हेल्प करदे फिर आम गलु मुझे पहुंचली जीतू प्रभु को डाकिली हस्पिटाल नहीं गलु हस्पिटाल आम भक्त मैंने अच्छा अरविंद प्रभु जगबंधु प्रभु से रास्तार फोन करदेली एका सहित 5-6 जन बहुत सीनियर डॉक्टर जो मैंने कि टॉपर 5-6 जन पलि आसिले सागे सागे कहले कैजुआलिटी को नहीं गले सागे सागे से डाक्टर मानक कहले या फास्ट देख से देखिले पुणी एक्सरे 50 जन लाइन रे थिले से भक्त माने किंतु से निजे डॉक्टर माने से स्ट्रेचर रे बसे कि स्ट्रेचर को धरी धरी एक्सरे रूम रे पुरे देले एक्सरे को धरी आसिले प्लास्टर कर देले फिर कहले एठी फला नहीं ऊपर जाई कि गोटे रूम को अरेंज कर देले माने कि राती गोटे बेले तांको रूम रे बसे कि रूम रे माने गोटे रेस्ट करिया कोले पुनी डॉक्टर को एक्सरे रिपोर्ट पठेले कहले सर याको भलो डॉक्टर जे बेस्ट सर्जन अछि ताको फोन करले से कहले सर आपण याको ऑपरेशन करिया पड़िबो से ऑपरेशन लागि गोटे हिची ऑपरेशन करिया पड़िबो देखो से किंतु जदि भक्त न थांते कौन होता से गवर्नमेंट हॉस्पिटल रे 2 दिन पर्यंत पड़ी 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 क्योंकि टेस्ट करू कौटी कौन करू किसी जना न पड़ता से कहीं पचारि न थांते किंतु भगवान को भक्ति करिथवा जोगु भगवान केते साहाय्य करले जेते कि हमर भक्त लोक समस्तଙ୍କର सेही दिन ड्यूटी काली ड्यूटी थिला नाइट ड्यूटी राजा राम प्रभु जगबंधु प्रभु अरविंद प्रभु मानस प्रभु जेते टपर समस्तଙ୍କର ड्यूटी सेही थिला फास्ट गलु कि मानस प्रभु देखले प्रभु कौन है ना भवेश भाई एमती ही गला हाँ आसतु से हेल्प करते आनंद पुणी राति 12टार गले पुणी सका 7टार अरविंद प्रभु घर प्रसाद नहीं आसिले मुझ आम घर टे प्रसाद नहीं गली पुणी आ भक्त सुशांत प्रभु फोन कले पड़े आसिले सब भक्त मैंने फोन कले प्रभु कटक रु भुवनेश्वर फोन आसला केमती अच्छा कौन अच्छा भवेश प्रभु कहला प्रभु केते भल एटा ये है कि भक्त मैंने केते प्रेम करुँच आज भक्त मान चारिआडे अच्छा एत भक्तर समागम हो आनंद लगुच देखो जोटा दुख से संपद को चेंज हो जाऊँगी किसी दुख कष्ट नहीं ये भगवान भक्तिर महिमा एवं आम देखिले आम गौर मोहन प्रभु मंदिर में केते सीनियर भक्त जीवन सारा भगवान भक्ति कले अंत समय समस्ते हॉस्पिटल को जाती से जो अंत समय आसला कहले मत हॉस्पिटल को मुझे रही मत मंदिर नहीं चल मंदिर आसिले भगवान दर्शन कले भक्त मैंने चारिआडे थे हरे कृष्ण मंत्र कले नृसिंह आरती गाइले नृसिंह आरती गाइला गुरुदेव 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 कहीकि देह त्याग कले भगवान पाखु पड़े भगवान भक्तिर केते महिमा यही जीवन आनंद पर जीवन माने अनित्य काल भगवान पाखु फेरिकी भगवान सहित सान्निध्य लाभ करवा केते सुख केते आनंद जी भक्तरे बाहर लोक के एते साहाय्य करेंगे कि आपण कार दुख आसतु आप रिलेटिव मान को भी डाकिले यही रिलेटिव साहाय्य करेंगे आसवे टिके देखीदेवे बेसी कले कौन थे खाई गोटे कौन कि माने ऑफिशियल देखापी थे पड़े हॉस्पिटल हाँ जाए केमती अच्छे कौन अच्छे कि आप दुखरे अच्छा केते पेन अच्छा कौन अच्छी कहीं बुझीगले से ऑपरेशन जदि बाहर करते 1.5-2 लाख टका लगी था पुणी आज 15 अगस्त थी सब डॉक्टर छुट्टी दिन काली भी पुणी पीजी स्टूडेंट मैंने सब स्ट्राइक करुँच किंतु एवं मत जगबंधु प्रभु आम सब सेट कर आम कि ऑपरेशन आम फास्ट ऑपरेशन करदेबू काली काली भी ऑपरेशन हो पार न था काली मैंने तार डेट थी से काली किंतु बुलिकी कथबार्ता लगे कहले प्रभु आम एपटे नहीं जावा डॉक्टर को कही से डॉक्टर भितर थी आम ऑपरेशन आमटा करदेव किए कर कहले आज जगत में से डॉक्टर जब बाहर को रेफर करदे से 1.5-2 लाख पाइब किंतु ये निजे दुख